ଏଇଠି ତ ରଖିଥିଲି ଗଲା କୁଆଡେ? ଖୋଜି ଖୋଜି ସେତେବେଳେ ମୁଁ ପାଉନି। ମତେ ଯେମିତି ହେଲେ ପଚାରିବ, ମତେ ପଚାରିବା ଆଗରୁ ମୁଁ ଯାଉଛି ପଳେଇବି ଏଇଠୁ। ତିନିଟା ଜିନିଷ ମିଳୁନି, ଖଟା ଡବା, ପ୍ରେସର କୁକର, ଘିଅ ଡବା। 3-4 ଦିନ ପାଇଁ କଣ ବାପ ଘରକୁ ଗଲି, ଆସିଲା ବେଳକୁ ଜିନିଷ ମିଳୁନି। ବୋଉ କୁଆ ଗଲେ ବୋଉଙ୍କୁ ପଚାରିବୁ। ସେଥିପାଇଁ ତତେ କହୁଛି ତୋ ବାପା ଘରକୁ ତୁ ଯାଆନି, ସେଇଠି କୋଉଠି ଥିବ ଦେଖା ଆଉ କୁହାଯିବ। ଆଉ ତୋ ପିଇ ଶାଶୁ ଆସିଥିଲେ କହିଲେ ଖଟା କରିଛ ଯଦି ଦିଅ ମୁଁ ନେବି, ମୁଁ ଦେଇଦେଲି। ଆଉ ଘିଅ, ପ୍ରେସର କୁକର ଟା ଖରାପ ହେଇଯାଇଥିଲା, ମୁଁ ତାକୁ ସଜ କରିବା ପାଇଁ ଦୋକାନକୁ ନେଇକି ଗଲି। ଦୋକାନୀ କହିଲା ଇଏ ଆଉ ନୁହଁ କାମକୁ, ପୁରା ଖରାପ ହେଇଯାଉ ସଜାଡି ହବନି। ମୁଁ ତାକୁ 200 ଟଙ୍କାରେ ବିକିଦେଲି। ଆଉ ଘିଅ ଡବା କଥା ପଚାରନି, ତୋ ଶ୍ୱଶୁର ମୁଁ ଖାଇଦେଇଛି। ହଉ ଠିକ ଅଛି ମା। ମାଙ୍କ ଫୋନ ରିଙ୍ଗ ହଉଛି, କିଏ କଲ କରୁଛି? ଜ୍ୟୋତି କଲ କରିଛନ୍ତି, ମୁଁ ଉଠେଇ ଦଉଛି। ଆଉ ଛାତ ଉପରକୁ କିଏ ନେଇକି ଯାଉଛି? ମା ଖଟା ପୁରା ମସ୍ତ ବନେଇଛି, କେମିତି ବନେଇଛୁ ନେକ୍ସଟ ଟାଇମ ଦବୁ ଆଉଥରେ। ଆଉ ପ୍ରେସର କୁକର ଘିଅ କେମିତି ହେଇଛି ଜ୍ୟୋତି? ଭାଉଜ ତମେ? କାଇଁ ମୁଁ ଜାଣିବାର ନଥିଲା କି? ରୁହ ମୋ ମାଙ୍କୁ ପଚାରୁଛି। ରୁହ ଭାଉଜ। ମୋର ଭୁଲ ହେଇଯାଇଛି, ଆଉ ଏମିତି କେବେ ବି ହବନି। ଏମିତି କର ଯେମିତି ବାପ ଘରୁ ଭଲ ପାଇବା ମିଳିବ, କ୍ଷମା ନୁହଁ। ଠିକ ଅଛି। ମୋ ଘରେ ତ ସବୁ କିଛି ଅଛି, ତାପରେ ବି ମା କଥାରେ ଏଇଟା ନେଇଯା ସେଇଟା ନେଇଯା, ମୁଁ ବି ଧରିକି ପଳେଇ ଆସୁଛି।